ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। ଆଜିର କବି ହେଉଛନ୍ତି ସୌଭାଗ୍ୟ କୁମାର ମିଶ୍ର ଓ ତାଙ୍କ ରଚିତ କାପ୍ତା କବିତା। କାପ୍ତା ଏକ ଅତିଶୟ ଦୁର୍ବୋଧ୍ୟ ବୌଦ୍ଧିକ କ୍ଷୁଦ୍ର ଆକାର ବିଶିଷ୍ଟ କବିତା। ପ୍ରଥମେ ମୂଳ କବିତାର ପାଠ, ତାପରେ ଲିଖିତ ଆଲୋଚନା। କାପ୍ତା ସମସ୍ତେ ଜାଣନ୍ତି ଗୋଟିଏ ପକ୍ଷୀ। ବଣରେ କେଉଁଠି ତାର ବସା। ରଙ୍ଗ ଏକରକମ ଧୂସର, ରାବ ବିଚିତ୍ର। ନାନା ଜାଗାରୁ ଫୁଲ ତୋଳି ପୂଜାରୀ ବାହୁଡ଼ିବା ବେଳେବେଳେ ଅଯଥାରେ ଉପରକୁ ଅନାଇବା ବା ଖିଆଲି ବୃନ୍ଦାବନ। ଖୁବ୍ ଜୋରରେ ପେଡାଲ ମାରି ମୁଣ୍ଡ ପୋତି ବାବୁଙ୍କ ଘର ପାଇଁ କ୍ଷୀର ଆଣି ଯିବା ସାଇକେଲରେ। ଆମେ ଯେମିତି ଦେଖୁନା, ସେମିତି ଜାଣୁନା ଯେ ଯୋଡ଼ା ଯୋଡ଼ା ତ୍ରସ୍ତ ହାତ ଲଗାତାର ଚିରି ଚାରି ଝୁରୁ ଝୁରୁ ଉଡ଼ାଇ ଦେଉଥାନ୍ତି ପବନରେ ଗଲା କାଲି ତା ଆଗଦିନ ପହଞ୍ଚିଥିବା ଜଗତଯାକ ଚିଠି। କାପ୍ତା ବୋଲି ସେ ଯେଉଁ ପକ୍ଷୀ, ସେ ବଡ଼ି ଭୋରରୁ ଆସି ବସିଯାଇଥାଏ ଅକାମୀ ଟେଲିଫୋନ ତାରରେ। ଚୁପଚାପ ଆମର ଯିବା ଦରକାର ଦୂରକୁ, ଖଣି ଭିତରକୁ। କେବେ ଯିବା ଦରକାର, କେତେ ଦୂରକୁ, କେଉଁ ଖଣିକୁ, କିଆ ବଣକୁ ଉଧୋଉଥିବା ଆଲୁଅ କିଛି କହେ ନାହିଁ। କଳା କଳା କେତେଟା ନକ୍ଷତ୍ର ପହଁରୁଥାନ୍ତି ରକ୍ତରେ। ଆମେ ଯେଉଁଠି ରହି ଆସିଛୁ, ସେଠି ହିଁ ଅଛୁ କାପ୍ତା ପରି। ଯଦି କୁହୁଡ଼ି ନଥାଏ, ଆଖି ପୂରା ସତେଜ ହୋଇ ସାରିଥାଏ, ଆମେ କାପ୍ତାକୁ ଆଣି ବସାଇ ଦେଉ ବାହାରେ ଅକାମୀ ତାରରେ। କାପ୍ତାର କବି ସୌଭାଗ୍ୟ। ଇଂରାଜୀ ପ୍ରଫେସର। ଏକଦା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରହିଥିବା ସୌଭାଗ୍ୟ କୁମାର ମିଶ୍ରଙ୍କ ରଚିତ କାପ୍ତା ଅତ୍ୟନ୍ତ ବୌଦ୍ଧିକ, ବୁଦ୍ଧିଦୀପ୍ତ, ଦୁର୍ବୋଧ୍ୟ କବିତା। କାପ୍ତାର ଅନ୍ୟ ନାମ କପୋତ ବା ଇଂରାଜୀର ଡୋଭ୍। ଗାଉଁଲି ବଚନରେ କାବୁତି କୁହାଯାଏ। କପୋତ ଏକ ମିଥ୍ ବା ପୁରାଣ କଳ୍ପୀୟ ଚରିତ୍ର। କାରଣ ଅତିବଡ଼ି ଜଗନ୍ନାଥ ଦାସଙ୍କର କୃତ ଓଡ଼ିଆ ଭାଗବତ ଗ୍ରନ୍ଥର ଏକାଦଶ ସ୍କନ୍ଧରେ ଅବଧୂତ ସନ୍ନ୍ୟାସୀ କରିଥିବା 24 ଗୁରୁଙ୍କ ମଧ୍ୟରେ କପୋତ ତାଙ୍କର ଅନ୍ୟତମ ଗୁରୁ ଥିଲା, ଯିଏକି ସାଂସାରିକ ମୋହମାୟାର ଜଡ଼ିତ ହୋଇ ଧ୍ୱଂସ ହୋଇଥିବାର ପ୍ରତୀକିତ ଆର୍କିଟାଇପିକାଲ ମଡେଲ ବା ଆଦର୍ଶ ମାନବେତର ପକ୍ଷୀ ଚରିତ୍ର। ମୁଁ ଯେତେବେଳେ ଟିଟିଲାଗଡ଼ ସହରରେ ଥାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ 2 ବର୍ଷିଆ ବି.ଏ. ବାଧ୍ୟତାମୂଳକ ଓଡ଼ିଆ MIL-ରେ ପାଠ୍ୟକ୍ରମ କବିତା କଳା ନାମକ ବିଭୁଦତ୍ତ ମିଶ୍ର ସମ୍ପାଦିତ କବିତା ବହିରେ କପୋତ ପକ୍ଷୀ ଗୁରୁମୋର କବିତା ପଦ୍ୟଟିକୁ DAV କଲେଜରେ 1983ରୁ 1985ର ଶିକ୍ଷା ଅଧିବେଶନ ଦ୍ୱୟରେ ରହି ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିଥିଲି। ତାପରେ ଏହି କବିତାଟିକୁ ମୁଁ ନିଜେ କପୋତ ଗୁରୁ ନାମରେ ଡକ୍ଟର କୃଷ୍ଣଚରଣ ବେହେରା ସମ୍ପାଦିତ କବିତାଶ୍ରୀ ନାମକ ସମ୍ପାଦିତ ବହିରୁ ସେହି ଟିଟିଲାଗଡ଼ର DAV କଲେଜରେ ଅଧ୍ୟାପକ ଥାଇ ପିଲାଙ୍କୁ ପଢ଼ାଇଥିଲି। ଇଂରାଜୀ ଅଧ୍ୟାପକ, ଅଧ୍ୟକ୍ଷ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, NCC ଅଫିସର ଥିବା ମେଜର ଗୁରୁପ୍ରସାଦ ମହାନ୍ତିଙ୍କ ରଚିତ ଓ ତାଙ୍କର ସମୁଦ୍ର ସ୍ନାନ ନାମକ କବିତା ପୁସ୍ତକରେ ଥିବା ଆଖିର କପୋତ ମୋର ନାମକ ସୁନ୍ଦର ବୌଦ୍ଧିକ କବିତା ଅଛି, ଯେଉଁଠି କପୋତ ପ୍ରତୀକ ଚିତ୍ରକଳ୍ପଟି ଚାହାଣୀର ନିରୀହତା, ସରଳତାର ପ୍ରତିନିଧି ହୋଇଛି। ସେହି କପୋତ ପକ୍ଷୀ ସୌଭାଗ୍ୟ କୁମାର ମିଶ୍ରଙ୍କର କାପ୍ତା ନାମ ଧରି ମଣିଷର ସମ୍ବନ୍ଧ, ସମ୍ପର୍କ ଛିନ୍ନର ବାର୍ତ୍ତାଧାର ହୋଇଛି ଦୁର୍ବୋଧ୍ୟ କ୍ଲୁପ୍ତ ଉପାୟରେ। ଭାଗବତରେ ଥିବାରୁ କପୋତ ଓରଫ କାପ୍ତା ସେଲାଗି ମିଥିକ୍ ବା ପୁରାଣ କଳ୍ପୀୟ ପକ୍ଷୀ ଚରିତ୍ର। ଅନ୍ଧ ମହୁମାଛି, ଆତ୍ମନେପଦୀ, ବଜ୍ରଯାନ ଭଳି ସୁନ୍ଦର ସୁନ୍ଦର କବିତା ପୁସ୍ତକର ଦାଶୁପର୍ଣ୍ଣା ନାମକ ସଂକଳନ ଭେଟି ଦେଇଥିବା କାପ୍ତା କବିତାର ଆଲୋଚନା କରିବା। କବି କହୁଛନ୍ତି, କପୋତ ବନାମ କାପ୍ତାକୁ ସମସ୍ତେ ଏକ ପକ୍ଷୀ ବୋଲି ଜାଣନ୍ତି। ଜଙ୍ଗଲରେ ବସା କରିଥାଏ, ହେଲେ ମାନବ ବସତିକୁ
ଚରି ବୁଲି ଖାଦ୍ୟ ସଂଗ୍ରହ କରିବାକୁ ଆସେ। ଧୂସୁରିଆ ପାଉଁଶିଆ ରଙ୍ଗର ଚଢ଼େଇ ରାବ ବା ତାର ସ୍ୱର ବୋବାଇବାକୁ କବି ବିଚିତ୍ର ବା ପିକୁଲିଆର ବୋଲି କହିଛନ୍ତି। ଚଢ଼େଇ ସମସ୍ତେ ହେଲେ ସବୁ ଚଢ଼େଇଙ୍କର ସ୍ୱର ଅଲଗା ଥିବାରୁ ବିଚିତ୍ର ବିବିଧ, କେହି କାହା ସାଙ୍ଗରେ ମିଶିବେ ନାହିଁ। ରଙ୍ଗ ବର୍ଣ୍ଣ ଆକୃତି ଏବଂ ସ୍ୱରରେ ଭିନ୍ନ ଭିନ୍ନ ଅଲଗା ଅଲଗା। ଠାକୁର ପୂଜାକାରୀ ପୂଜକ ବ୍ୟକ୍ତି ନାନା ସ୍ଥାନରୁ ଫୁଲ ତୋଳି ପୂଜା ପାଇଁ ନେଇକି ଗଲାବେଳେ ବୃଥାଟାରେ ଉପର ଆକାଶକୁ ଚାହିଁବାର ମାନେ କିଛି ନଥାଏ। କାରଣ ମାନୁଛି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ହେଲେ ବହୁ ଈଶ୍ୱରବାଦରେ ବିଶ୍ୱାସୀ ହୋଇ ତୁଚ୍ଛାରେ ମୂର୍ତ୍ତି ପ୍ରତିମା ପୂଜା କରିବା ପାଇଁ ଫୁଲ ସଂଗ୍ରହ କରି ମାଳା ତିଆରି ଇଷ୍ଟ ଦେବୀ ଦେବୀ ଗଳାରେ ଲମ୍ବାଉଅଛି। ଫୁଲ ଅନ୍ୟର ନେବା ପୂର୍ବରୁ ଅନ୍ୟର ଫୁଲ ତୋଳି ଆପଣାର ନିଜର କରିବା ପାଇଁ ସେହି ଅନ୍ୟର ଅନୁମତି ନେଇ ନାହିଁ, ଚୋରି କରି ମହାପାପ କରିଛି। ଚୋରି ଜିନିଷରେ ଠାକୁର ପୂଜା ଈଶ୍ୱର ଆରାଧନା ବୃଥା। ତେଣୁ ବେକାରଟାରେ ଉପର ଆକାଶକୁ ଚାହୁଁଛି କାହିଁକି? ଯେଉଁ ଚାହାଣି ମୂଲ୍ୟହୀନ। ନ୍ୟାୟୀ ଭଗବାନ ସାହାଯ୍ୟ କରିବେ ନାହିଁ ଚୋରକୁ ଚୋରି ବିଦ୍ୟାକୁ। ଦୟା ଦେଖାଇବେ ନାହିଁ ଚୋରିକୁ ମହାପାପ କହିଛନ୍ତି। ଚୋରି ଫୁଲରେ ଭଗବାନ ପୂଜା ଘୋର ଅନ୍ୟାୟ। ପରବର୍ତ୍ତୀ ଦୃଶ୍ୟରେ ବାବୁଘର ପିଅନ ବା ଅର୍ଡ଼ରଲି ସାଇକେଲ ଉପରେ ବସି ତଳକୁ ମୁହଁ ପୋତି ଜୋରରେ ପେଡାଲ ମାରି ବାବୁଙ୍କ ଘର ପାଇଁ କ୍ଷୀର ଆଣିବାକୁ ଯାଉଛି। ସାମାନ୍ୟ ସାଧାରଣ ଦୃଶ୍ୟ ଦ୍ରଷ୍ଟା ସବୁଦିନେ ପଡ଼ୋଶୀ ଥାଇ ଦେଖୁଥିବାରୁ ଅଣଦେଖା କରିଥାଏ। କ୍ଷୀର ଖାଇଲେ ବଳ ହେବ ବାବୁଙ୍କର, ଅଥଚ ପିଅନ ବଳ ଖର୍ଚ୍ଚ କରିଛି। ଚତୁର୍ଥ ଶ୍ରେଣୀ କର୍ମୀ କର୍ମଚାରୀ ହୋଇଛି ଯେତେବେଳେ ଛୋଟ କାମ କରିବାକୁ ବାଧ୍ୟ। ନିରୀହ ନିର୍ମାୟା ପିଅନ ଟାଇପ 4 ସରକାରୀ ସେବାୟତ। ଅତୀତରେ ଚିଠି ଜରିଆରେ ଦୂର ଦୂରାନ୍ତରର ସମ୍ବନ୍ଧ ସ୍ଥାପିତ ହେଉଥିଲା। ସେତେବେଳେ ମୋବାଇଲ ଫୋନର ବହୁଳତର ବ୍ୟବହାର ନଥିଲା। ସମ୍ବନ୍ଧୀୟ ଲୋକ ସମ୍ପର୍କୀୟ ବ୍ୟକ୍ତି ଗତକାଲି ଡାକ ଜରିଆରେ ପାଇଥିବା ଚିଠି ପଢ଼ି ସମ୍ପର୍କ ଭାଙ୍ଗି ଯାଇଥିବା ଜାଣି ଗତକାଲି ପ୍ରାପ୍ତ ଚିଠି ସହିତ ପୂର୍ବ ଅତୀତରୁ ପାଇଥିବା ସବୁ ଚିଠିକୁ ଏକାଠି ଚିରି ପବନରେ ଉଡ଼ାଇ ଦେଲେ। ଚିଠି ଚିରିବାରେ ହାତ ବ୍ୟସ୍ତ ଥିଲା। କପୋତ ନାମକ ପକ୍ଷୀଟି ସକାଳୁ ସକାଳୁ ଲେଖକଙ୍କ ଘର ପାଖରେ ଥିବା ଟେଲିଫୋନ ଖୁଣ୍ଟିର ଅକାମୀ ଟେଲିଫୋନ ତାରରେ ନୀରବରେ ଚୁପଚାପ ଆସି ବସିଗଲା। ସମ୍ପର୍କ ଛିନ୍ନ ଆଉ ନାହିଁ। ତେଣୁ ଫୋନର ଆଉ ଦରକାର ସେଲାଗି ନାହିଁ। ନିରୀହ ଯେ ସବୁବେଳେ କପୋତ ଭଳି ନିରୀହ ରହିବ, ନିଷ୍ଠୁର କଠୋର ହେବ ନାହିଁ ଏଭଳି ନୁହେଁ। ପରିସ୍ଥିତି ମନୋଭାବ ମଣିଷକୁ ନିରୀହରୁ କଠୋର କରାଏ। ସମ୍ପର୍କ ଛିଣ୍ଡିଗଲେ ଆତ୍ମୀୟତା ରହେନା। ମଣିଷ ଦୂରର ହୋଇ ପରସ୍ପରଠାରୁ ସୁଦୂରବର୍ତ୍ତୀର ହୋଇଯାଏ। ଯେଉଁ ଦୂରତାର ମାନଦଣ୍ଡ ମାପକାଠି ନଥାଏ। ଯେହେତୁ ସମୟ ଓ ପରିସ୍ଥିତି ଶତ୍ରୁକୁ ମିତ୍ର ବି କରାଇ ଦିଏ। କଥାରେ ଅଛି, ଯାହା ମନ ଯହିଁକି ରସେ କିଆ ଫୁଲ ପରି ବାସେ। ସେଥିପାଇଁ କିଆ ବଣରୁ ଉଦିତ ସୂର୍ଯ୍ୟ ଯେ ଦିନର ସୁବାର୍ତ୍ତା ସନ୍ଦେଶ ଦେବାର ମାନେ କିଛି ନଥାଏ। ଦୁଃଖ ବାର୍ତ୍ତା ବି ଦେଇପାରେ। ଭାଗ୍ୟ ତାରା ଯଦି ବାମ, ତେବେ ତ ଜୀବନରେ ହତାଶା ଦୁଃଖର କାଳିମା ଅବଶ୍ୟ ରହିବ। ରାଗରେ ରକ୍ତ ବି ଗରମ ହେବ। ସମ୍ପର୍କ ଦୂରେଇ ଯିବ, ଅଲଗା ରହିବ। ହେଲେ ମଣିଷର ସ୍ଥିତି ଯୋଉଠି ଥିଲା ସେଇଠି ହିଁ ରହିବ। ଯେମିତି କପୋତର ସ୍ଥିତି ବଣରେ ଗଛରେ ଥାଏ ସବୁଦିନ ସବୁ ସମୟ ପରି। ସମ୍ପର୍କ ଛିଣ୍ଡିଗଲେ ଜୀବନର ଚାହାଣି ସଫା ହୋଇଯାଏ। ମଣିଷ ଜାଣିଯାଏ ଲୋକର ପ୍ରକୃତ ପରିଚିତିକୁ, ଭଲ ମନ୍ଦ ସରଳ ଜଟିଳତାକୁ। ଶତ୍ରୁତା ଜୀବନର କୁହେଳି କୁହୁଡ଼ି, ତାହା ପୁଣି ଟେଲିଫୋନ ଛିଣ୍ଡା ତାର ଭଳି। ସରଳତା ନିରୀହତାର କପୋତ ସମ୍ପର୍କ ଛିନ୍ନ ଟେଲିଫୋନ ତାରରେ ବସିବା ଭଳି। ବାସ୍ତବିକ କାପ୍ତା ନାମକ କବିତାଟି ଅତିଶୟ ବୌଦ୍ଧିକ।